অমৃত সমা सप्रेम शासक गुरुस्वामी गाहु ब्राह्मणी रे पिला माने बहुत दिन लगे यज्ञ करिए बोली किंतु आपण माने जान रखिबा दरकार केही केबेले भाबिबो नाही आपणकर संघर जड़े सेवक हिसाब से ये बुढ़ा कि बसी 84-85 वर्षर बुढ़ा बसी आपन को सतर्क करते जाऊँगी कई केबे आपण मैंने भाविले ना
ଯେ ଏ ପିଲାମାନେ କହୁଛନ୍ତି ଏ ଯଜ୍ଞ ମିଛ କି ସେ ଯଜ୍ଞ ମିଛ। ପ୍ରଭୁ କହୁଛନ୍ତି ଏବଂ ଆମକୁ ବି ନିର୍ଦ୍ଦେଶ ଦେଇଛନ୍ତି, ଯାହା ହଉଛି ଆମ ଇଚ୍ଛାରେ ହଉଛି, କରୁଛ କିନ୍ତୁ ତୁମେ ମାନେ। କାହିଁକି ନା ଠାକୁର କହିଲେ ବହୁ ସନ୍ତାନର ପିତା ମୁନି ସନ୍ତାନ ହଳମତ ଲାଗୁଛି। କାହିଁକି କହିଲେ? ପୁଣି ହାତ କାଟି ଲେଖିଦେଲେ କଲ୍ୟାଣ ଦେଲେ ତୋତେରେ। ସେ କଣ ଚାହୁଁଥିଲେ? ସମସ୍ତଙ୍କର ଅଛି ଦୀକ୍ଷା, ଆମର କାହିଁ ହେଲା ଧାରା? ଧାରା କୋଉଠି ଦିଅ ରାଧା। ଆମେ 1 ନମ୍ବର ସନ୍ଦେଶ ପତ୍ରରେ ଆମେ ପଢୁଛେ କଣ? ମୁଁ ଆଜିଠାରୁ ଏହି ମୁହୂର୍ତ୍ତରୁ ଉକ୍ତ ସନ୍ଦେଶ ପତ୍ର ଗ୍ରହଣ କରି ପରମେଶ୍ୱର ପରମାତ୍ମା ଜ୍ଞାନ ବିଜ୍ଞାନ ଆଭୁବ ପ୍ରଣାମ କରି ସର୍ବାନ୍ତ କୋଣରେ ଶପଥ କରୁଅଛି ଯେ ଅଚ୍ୟୁତ ପୁତ୍ର ସଂହାର ସମସ୍ତ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ଚରିତ୍ର ଶୋଧନ ତଥା ଅଭ୍ୟାସ କର୍ମରେ ରତ ରହିବାକୁ ବାଧ୍ୟତ ହେବି। ଏହି ସତ୍ସଙ୍ଗରେ, ଏହି ଧର୍ମ କ୍ଷେତ୍ରରେ ମୋର ଯୋଉ ଗୁରୁ ଭାଇ ଗୁରୁ ମାନେ ଅଛନ୍ତି, ନିଜ ହାତରେ କହିଲ କେତେ ଜଣ ଅଭ୍ୟାସ କର୍ମ ଧାରାରେ ବ୍ରତୀ ଅଛ? ଆରେ ଠାକୁରଙ୍କୁ ସାଙ୍ଗରେ ନେଇକରି କଟିକଟା ଯାଉଥିଲି, ସେଠି ଅଗସ୍ତ୍ୟ ଋଷିଙ୍କ ଆଶ୍ରମ ଅଛି। ମୁଁ କହିଲି ପ୍ରଭୁ ଏଇଟା ହଉଛି ଅଗସ୍ତ୍ୟ ଋଷିଙ୍କ ଆଶ୍ରମ। ଆମର ବ୍ରଜରାଜ ପାଟଣା ଲଙ୍କାପଡ଼ା ସେଠି ହଉଛି ପୌରସ୍ତ୍ୟ ଋଷିଙ୍କ ଆଶ୍ରମ। ପ୍ରଭୁ କଣ କହିଲେ ଜାଣିଛ? କହିଲେ ତମେ ଯୋଉ କହୁଛ ଯେ ଏଇଠି କଣ ଅଗସ୍ତ୍ୟ ଋଷି ଆସିକିରି ଧ୍ୟାନ କରୁଥିଲେ, ନା ସେଠି ପୌରସ୍ତ୍ୟ ଋଷି ଆସି ଧ୍ୟାନ କରୁଥିଲେ। ତାଙ୍କର ଶିଷ୍ୟମାନେ ସେଇମାନେ ଏଠି ଶାଖା କରିକିରି ପ୍ରତିଷ୍ଠା କରିକି ଯାଇଛନ୍ତି। ଆଜି ତମେ ଯୋଉ ଜାଗା 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 ଛୋଟିଆ ଯୋଉଠି ଆଶ୍ରମ ଶାଖା କରିକିରି ଯାଉଛ, ସେଇ ଶାଖାକୁ ବଞ୍ଚେଇକି ରଖ। ତମେ ନଥିବ, ଆମେ ବି ନଥିବୁ, କେହି ବି ନଥିବେ, କିନ୍ତୁ ସାଧୁ ସନ୍ଥ ମାନେ ଆସିକି ସେଇ ଶାଖାକୁ ଧର୍ମପୀଠ ହିସାବରେ ଉଦ୍ଧାର କରିବେ। ହରି ହରି ବୋଲ। ତମେ ସମସ୍ତେ ତମକୁ ଅନୁରୋଧ, ସମସ୍ତେ ଭାବିଲେ କଥା କେତେ ବଡ କଥାଟା ପ୍ରଭୁ କହିଦେଇ ଗଲେ। ତେଣୁ ଆଜି ସମ୍ପୂର୍ଣ୍ଣ ହାତରେ ଆସୁଛି କଣ? ଶାଖା ନଷ୍ଟ ହେଇଗଲା। ଶାଖା କେବେ ନଷ୍ଟ ହବ ନାହିଁ। ଯାହା ହେଲେ ବି ସେ କହିଛନ୍ତି ମୋର 3 ଜଣ ଶାଖାର ଆବଶ୍ୟକ। ସେଇ 3 ଜଣଙ୍କ ଦ୍ୱାରା ହିଁ ଶାଖା ବଞ୍ଚିକି ରହିବ। କ୍ଷିତିଜ୍ୟୋତି ଆଶ୍ରମ ଶାଖା ଯାହା ଗଢା ହେଇକିରି ଯାଉଛି, କେନ୍ଦ୍ର ଗଢା ହେଇକିରି ଯାଉଛି, ତାହା ତମେ ମାନେ ନ ମାନିପାର। କି ଯୋଉମାନେ କରିଯାଇଛନ୍ତି ସେମାନେ ବି ନଥିଲେ, ଆପଣମାନେ ନଥିଲେ, କିନ୍ତୁ ସେ କହିଛନ୍ତି ଯେ ସାଧୁ ସନ୍ଥ ମାନେ ଖୋଜି ଖୋଜି ପ୍ରଭୁ କଳି ଯୁଗରେ ଆସିଥିଲେ, କି ପ୍ରକାର ଲୀଳା କରିଛନ୍ତି, କଣ କରିଛନ୍ତି, ସେଇମାନଙ୍କ ଦ୍ୱାରା ହିଁ ଶାଖା ଉଦ୍ଧାର। ଆଜି ପ୍ରଭୁ ଏତେ ବଡ ଆୟୋଜନ କରିଦେଇଛନ୍ତି, କହୁଥିଲା ତାର ତାକତ ଅଛି ଯେ ଏତେ ଗୁଡାକ ଯଜ୍ଞ ସେ କଲାଣି, ତା ତାକତ ଅଛି। ଏଟା ପ୍ରଭୁଙ୍କର ଆଶୀର୍ବାଦ। ଏଠି ଯୋଉ ଯଜ୍ଞ ହଉଛି, ଏଇ ପିଲାମାନେ କହୁଛନ୍ତି ନା ଆଙ୍କର ଇଚ୍ଛାରେ ହଉଛି। ତାଙ୍କର ଯଦି ଇଚ୍ଛା ନଥାନ୍ତା ଏମାନେ ଯଜ୍ଞ କରିପାରିବେ? ଆଜି ଏ ଯୋଉ ଏତେ ବଡ ଟେଣ୍ଟ ଆପଣମାନେ ଦେଖୁଛନ୍ତି, ଏତେ ବଡ ଇଏ ଏରିଆ କି ପ୍ରକାର ହସୁଛି, ଏଇମାନେ କରିଦେଲେ। ଆମେ ଯେତେବେଳେ ଇଚ୍ଛା କରୁ ସୂକ୍ଷ୍ମ ଭାବରେ ତା ମନ ଭିତରେ ପ୍ରବେଶ କରି ଯାଉ, ସପା ଖୋଲିଛି ଆଗରେ କହିଛୁ। ଏ 80-85 ବର୍ଷର ବୁଢା ଏଠି ବସିକି ମାଇକି ଧରିକି ଆପଣମାନଙ୍କୁ ମିଛ କହିବ ନାହିଁ। କାହିଁକି ନା ସେ ବହୁ ଦୁଃଖରେ କହିଗଲେ। ରାମଙ୍କର ଯେମିତି ଲୀଳା ଅଛି, କୃଷ୍ଣଙ୍କର ଯେମିତି ଲୀଳା ଅଛି, ଆମର କଣ କିଛି ଲୀଳା ନାହିଁ? ତମେ ଲୀଳା ପ୍ରସଙ୍ଗ କହୁନା, ଯେ ସାହିରେ ବୁଲିକିରି ତାଙ୍କ ଠାରୁ ଗୋଟେ କଥା ସଂଗ୍ରହ କରିକି ତମେ ପାଠ ପଢୁଛ, ତମର ଜ୍ଞାନ ଅଛି,
ସେଇଆକୁ ତମେ ଭାଇମାନଙ୍କ ଆଗରେ ଲୀଳା କହୁନା। କିନ୍ତୁ ବର୍ତ୍ତମାନ ତାଙ୍କର ଲୀଳା କହିବାର ସମୟ ଅଛି। କହିବାକୁ ଇଚ୍ଛା ଥିଲେ ଆଉ କହି ହଉନାହିଁ, ଆଉ କହି ହଉନାହିଁ। କିନ୍ତୁ ଅନୁରୋଧ, ତମେ ମାନେ ପଢିଛ କଲ୍ୟାଣ ଦେବୀ ତତ୍ତ୍ୱରେ, ସତର କଲ୍ୟାଣ ଦେବୀ ତତ୍ତ୍ୱରେ ଠାକୁର ସ୍ପଷ୍ଟ ଭାବରେ ଲେଖିଦେଲେ ବିଶ୍ୱ ଭ୍ରାତୃତ୍ୱ ଦିବାତ୍ମ ପରିଷଦ କୋଟି କୋଟି ପ୍ରାଣବିନ୍ଦୁକୁ ନେଇ ଗଠିତ ଅଚ୍ୟୁତ ଧର୍ମ ସଂଘ ପରିଷଦର ଧର୍ମ ରକ୍ଷାର ଚନ୍ଦନ ରଥ। ଏହି ସଂଘ ମାଧ୍ୟମରେ ତୁମରି ମାନଙ୍କ ଦ୍ୱାରା ଆରେ ଆମେ ମାନେ ହଉଛୁ ସନାତନ ଧର୍ମର ସାରଥୀ। ହରି ବୋଲ। ତମେ ଆଉ ଏ ବେଳରେ ଶୋଇପଡ଼ିବ, ତମକୁ ଶୋଇଦବ କିଏ? କାଳ ଶୋଇଦବ ନାହିଁ। କାଳ କଶ୍ମିନ କାଳେ ତମମାନଙ୍କୁ ଶୋଇଦବ ନାହିଁ। ତମେ ମାନେ ଯେତେବେଳେ ଧାରା ନେଲ ସେତେବେଳେ ତା ପାଖରେ କିନି ମୁଣ୍ଡକୁ ଦେଖିଦେଲ। ସେଇଠି ତମେ ହେଲ ସନାତନ ଧର୍ମର ସାରଥୀ। ସେ ସେଇଥିପାଇଁ କହିଲେ ଏହି ସଂଘ ମାଧ୍ୟମରେ ତୁମରି ମାନଙ୍କ ଦ୍ୱାରା ଏ ସୃଷ୍ଟିରେ ସନାତନ ଧର୍ମ ପୁନଃପ୍ରତିଷ୍ଠା କରିବା ପାଇଁ ମୁଁ ମୋର ତିନିକଳ୍ପ ଶଯ୍ୟା ତେଜି ଧରାଧାମରୁ ଉପବିଷ୍ଟ। ଧନରେ ଯେ ଏ ସଂଘର ବିରୁଦ୍ଧାଚରଣ କରିବ, ମାନେ ଦୁର୍ବାଦଳ ଦଣ୍ଡରେ ସେ ଦଣ୍ଡିତ ହବ ଏବଂ ତା ସୂକ୍ଷ୍ମରେ ଭୋଗ କରିବ। ତେଣୁ ମୋର ଅନୁରୋଧ, ଭାଇ ହିସାବରେ ସେ ସଂଘର ମୁଖ୍ୟ କଥା ଛାଡ଼, ତମ ଭାଇ ହିସାବରେ ମୁଁ ଗର୍ବିତ କାହିଁକି ଠାକୁରଙ୍କ ପାଖରେ ବସିଛି ମାତ୍ର 35 ଜଣଙ୍କୁ ନେଇକି ସଂଘ ତିଆରି କଲି। ପ୍ରଭୁ କେତେ ଦିନ ବସି ବସିକି ଏମିତି ରାତି 2ଟା ବେଳେ ଆମେ ଘଟିକି ପଳେଇବୁ। ଆପଣ ସ୍ୱୟଂ ପ୍ରମୋ ଆକ୍ଚୁଆଲି କଣ୍ଟ୍ରେ ଦିଅନ୍ତୁ, ହେଲେ ଆମର ସଂଘ ଆରମ୍ଭ ହଉଛି। ହଠାତ୍ ଡାକିଦେଲେ ଡାକତମ ଭାଇମାନଙ୍କୁ ସବୁ ସମସ୍ତେ ଆସି ପହଞ୍ଚିଗଲେ। ସବୁ କଥା ହେଲା କ'ଣ ନା ଅକ୍ଷୟ ତୃତୀୟା ଦିନ 91 ମସିହା ଅକ୍ଷୟ ତୃତୀୟା ଦିନ ସଂଘ ପ୍ରତିଷ୍ଠା। ଏ ଆମର ଆଚାର୍ଯ୍ୟ ମହାଶୟ ସେ ସେତେବେଳେ ପୂଜକ ଥାନ୍ତି। ସେ ପୂଜା କଲେ ସନାତନୀ କେତନ ଧର୍ମ ଧ୍ୱଜା ଉଡ଼ିବ ବୋଲି ସେ ତିଆରି କରିକି ଆଣିଥାନ୍ତି। ସେଠୁ ତାକୁ ଦେଲେ। ସମସ୍ତେ ଅପେକ୍ଷା କରୁଛନ୍ତି ଯେ ଠାକୁର ଆସିଲେ କେତନ ଉଡ଼େଇଲେ। ଗୋପାଳ ସାହୁ 1 ନମ୍ବର କେତନ ଭାଇ ସେ ଦେହାନ୍ତ ହେଇଗଲାଣି। ମତେ ଡାକିଲେ, କହିଲେ ତମେ ଗୋପାଳକୁ ଡାକିକି ତାରି ଦ୍ୱାରା କେତନ ଉଡ଼ାଅ ଏବଂ ତାକୁ କେତନ ବାହୀ ହିସାବରେ ଘୋଷଣା କର। ଆଜି 35ରୁ ଲକ୍ଷ ଉପରେ ଗୁରୁ ହେଇଗଲେ ମୋ ଛାତି କୁଣ୍ଡେ ମତ। ଦେଖିଲା ବେଳକୁ ତମମାନଙ୍କ ଶୋଇଲଣି ନିରବରେ। ଆରେ ତମେ ବା ମାନେ ଧାରା ନେଲ ମାନେ ସନାତନ ଧର୍ମର ସାରଥୀ ହେଇଗଲ। ସନାତନ ଧର୍ମ ପୁନଃ ପ୍ରତିଷ୍ଠା କରିବା ପାଇଁ ଆମରି ମାନଙ୍କ ଦ୍ୱାରା କେତେ ଆଶା ସେ କରିକି ଚାଲିଗଲେ। ସୂକ୍ଷ୍ମରେ କ'ଣ କିଛି ତମେ ଫଳ ପାଉନ? ଆରେ ଆମେ କ'ଣ ପାଉଛୁ? କହିଲେ କିଏ ଡାକିବ, କିଏ କରିବ? ତମେ ସଂଘର ମୁଖ୍ୟ, ତମେ ତମ ସଂଘ ପାଇଁ ଭାଇମାନଙ୍କ ପାଇଁ କିଏ ପ୍ରାର୍ଥନା କରୁନା? ମୁଁ କହିଲି ପ୍ରଭୁ କେମିତି କ'ଣ ପ୍ରାର୍ଥନା କରିବି? ନିଅ ଧରେଇ ଦେଲେ ମନ୍ତ୍ର ମୁଦ୍ରା। ଯେତେବେଳେ ତମେ ପ୍ରାର୍ଥନା କରୁଛ ଏବଂ ଯେତେବେଳେ ଯୋଉଠିକି ଯାଉଛ ଏହି ମୁଦ୍ରାରେ ଏହି ମନ୍ତ୍ର ପଢ଼ିକିରି ଜଣେଇକିରି ଯାଅ। ଏଇ ଯୋଉ ଛୁଆଟା ବସିକି ସେଠି ଯଜ୍ଞ କରୁଛି କହୁଥିଲା, ଫୋନ କଲା କହିଲା ବାପା ଆପଣଙ୍କ ପାଦ ପଡ଼ିଯାଉ ରାହୁଲରେ, ନହେଲେ ଆପଣଙ୍କୁ ଠାକୁରଙ୍କୁ ଡାକନ୍ତୁ, ନହେଲେ ଏ ଯୋଉ ବର୍ଷା ହଉଛି ଏଥିରେ ଯଜ୍ଞ କରିହେବନି। ତୁ ବାପା କାହିଁ ବ୍ୟସ୍ତ ହଉଛୁ? କାନ୍ଦି ପକେଇକିରି ଠାକୁରଙ୍କୁ କହିଲି ପ୍ରଭୁ ସେ ଛୁଆଟା ଯଜ୍ଞ କରୁଛି ସେଇ ମୁଦ୍ରା ସେଇ ମନ୍ତ୍ରରେ ସେ କାହା କାମ କରୁଛି କି? ତମେ ଚାହିଁଲେ ଇନ୍ଦ୍ର ବର୍ଷା ବନ୍ଦ କରିପାରିବନି? ଅଛି ସେ ଉପସ୍ଥିତିରେ ଆଉ ବର୍ଷା ହେଇଛି। ତେଣୁ ତମ ପାଇଁ ଆମେ ବନ୍ଧା, ତମ ପାଇଁ ଆମେ ବନ୍ଧା। କିନ୍ତୁ ତମେ ଯଦି ଶୋଇ ରହିବ ତାହେଲେ କାଳ ତମକୁ ଶୋଇଦବ। କାଳେ
ତେଣୁ ମୋର ନିବେଦନ ଆପଣମାନଙ୍କୁ ଯେ ସମସ୍ତେ ଧର୍ମଧାରାକୁ ଠିକ୍ ଭାବରେ କର, ଯାହା ସେ ଦେଇଛନ୍ତି ତାକୁ ଠିକ୍ ଭାବରେ କର ସକାଳ ସନ୍ଧ୍ୟାରେ, ଏବଂ ଯେତେବେଳେ ଯାଉଛ ଘରୁ ଗୋଡ଼ କାଢ଼ିକିରି ମନେ ରଖ ଏ ଛୁଆଟା ଯେମିତି ଘରୁ ଗୋଡ଼ କାଢ଼ିକି ଯାଏ ବାପାର ମୋ ବୋଉର ମୁଁ ଟିକେ ଯାଉଛି ଖେଳିବାକୁ, ଏରୁଟି ବଙ୍ଗ ଡେଇଁଲା ପୂର୍ବରୁ ଆଗେ ତା ପାଖରେ ମୁଣ୍ଡିଆ ମାରି ତାକୁ କହିକିରି ଯାଅ ବାପାର ମୁଁ ଯାଉଛି ଅମୁକ ଜାଗା, ମୁଁ ଯାଉଛି ଅଫିସକୁ, କାଳ କାଳ ମହାକାଳ ବିପଦ ପାଇଁ ନିଜକୁ ଆତ୍ମସମର୍ପଣ କରିକିରି ଯାଅ ଏବଂ ଯେତେବେଳେ ଘରକୁ ଫେରୁଛ ରାତି 9ରୁ 10 ଭିତରେ ଘରକୁ ଯାଅ, ଆଉ ଅଧିକ ରାତି ଯାକ ବାହାରେ କେହି କେବେ ରୁହ, ତେଣିକି ବିପଦ ପଡ଼ିଲେ ତମେ ତମର ବୁଝ। ଏତିକି କହିକିରି ମୁଁ ମୋ କଥାକୁ ସମାପ୍ତ କରୁଛି। ଅନୁରୋଧ କରିକିରି କହୁଛି ଯେ କେବେ ପ୍ରତ୍ୟେକ ଯଜ୍ଞରେ ଉପସ୍ଥିତ ହୁଅ। ଠାକୁର କହିଲେ ଧନରେ ଟିକରବ କହିବୁ ସମୟ କାହିଁ, ସତ ସତ ଅଟେ କାରଣ ଭୋଇ। ପ୍ରଭୁ କୋଉଠି ଅଛନ୍ତି ମୋତେ କହିଲେ ଟିକେ, ମୋ ଭାଇ ଆଉ ମା ମାନେ ତ ଏତେ ବୈଠ, ପ୍ରଭୁ କୋଉଠି ଅଛନ୍ତି? ଗୋଟେ ଭାଇ ମଧୁକା ଦତ୍ର ଗାୟତ୍ରୀ ଦତ୍ର କୃଷ୍ଣା ନାରଦ, ହେ ନାରଦ ମୋର ଭକ୍ତମାନେ ଯଦି ମୋର ଗୁଣଗାନ କରନ୍ତି ମୁଁ ସେଇଟାରେ କରେ। ତେଣୁ ପ୍ରଭୁ ସେଇଆ କରେ କ'ଣ ନା ଚିତରମ କରିବୁ ସମୟ କାହିଁ ସତ ସଙ୍ଗ ଅଟେ କାରଣ, କାହିଁକି ନା ସତ ସଙ୍ଗ ଅଟେ ମୋର ନିବାସ, ସଂସର୍ଗ ନ କରେ କାଳ ପ୍ରବେଶ, ତାକେ ନଟାକେ ଯାଏରେ ନାହିଁ ସତ ସଙ୍ଗ ମଧ୍ୟରେ ପଡ଼େ। ଏବଂ ସେ କହିଦେଲେ ସ୍ଥୂଳ ଠାରୁ ସୂକ୍ଷ୍ମ ଶକ୍ତି ଅଟେ ଗୋଟିଏ ଗୁଣ, ଧନରେ ଆଜ୍ଞାକୁ ପାଳିଲେ ସମ୍ଭବ ହୁଏ। କୋଉ ଆଜ୍ଞା? ଯାହା ସେ ଆଜ୍ଞା ଆଦେଶ ଦେଇଛନ୍ତି, ସନ୍ଦେଶ ପତ୍ରରେ 10 ମୁଦକୁ ପଢ଼, ସେଇଥିରେ ସବୁ ଅଛି ଜାଣି। ଆଉ କାହିଁ କ'ଣ କହିବି, ଆଉ ଇଏ କରିବା ଦରକାର ନାହିଁ, ଏଇଟା ଭୁଲ ଅଛି। ଏତିକି କହି ଆପଣଙ୍କ ପାଖକୁ ରହୁଛି ଗୁରୁସ୍ୱାମୀ ବିମସ୍ତାଭିରମତି ଭ୍ରମ ଯଦି ସୁଧମତି ବା ମମ ଦୂଷଣ ବିଦ୍ୟତେ ଓಂ ସତ୍ୟପାରମস্তୁ ସତ୍ୟପାରମস্তୁ ଓಂ ସତ୍ୟପାରମস্তୁ। बोल सीतामनाथ की जय, धरिया कुड़िया की जय, सुकांति सुता की जय, जादू नंदन की जय, स्वर्ण कत्राधिपति की जय, त्रिवेदी आश्रम की जय, स्वर्ण कत्र की जय, आनंद गवार हरे हरि। Seperti pandita tidak ditolak, upacara itu Brahma Sadhana. Hari bola, dikhai kahiye adu jabena, janaya mabiti itu sadhana. Seperti pandita tidak ditolak, upacara itu Thank you.